ଜୟ ଜଗନ୍ନାଥ। ଶୁଭ ସକାଳ। ଆପଣମାନଙ୍କର ଦିନଟି ଶୁଭମୟ ହେଉ, ମଙ୍ଗଳମୟ ହେଉ। ମୁଁ ଦେବାଶିଷ ପାଢ଼ୀ ଆପଣମାନଙ୍କୁ ଆମର ଶ୍ରୀ ଗୋପାଳକୃଷ୍ଣ ଆଷ୍ଟ୍ରୋଲୋଜିକାଲ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜିର ବିଶେଷ ତଥ୍ୟ ଉପସ୍ଥାପନ ହେଉଛି 2025 ମକର ରାଶିର ବାର୍ଷିକ ରାଶିଫଳ। ମକର ରାଶି ଜନ୍ମିତ ବ୍ୟକ୍ତିବିଶେଷମାନଙ୍କୁ ଆସନ୍ତା ଇଂରାଜୀ ନୂତନ ବର୍ଷ 2025ର ଅନେକ ଶୁଭେଚ୍ଛା ଓ ଶୁଭକାମନା। ଭଗବାନଙ୍କର ଦୟାରୁ ଆପଣଙ୍କର ନୂତନ ବର୍ଷଟି ଶୁଭମୟ, ମଙ୍ଗଳମୟ ହେଉ। ଆପଣଙ୍କର ପରିବାରର ସର୍ବାଙ୍ଗୀନ ଉନ୍ନତି ପାଇଁ ଜଗତର ନାଥ ଜଗନ୍ନାଥଙ୍କର ପାଖରେ ମୋର ବିନତି। ନୂତନ ବର୍ଷର ଗ୍ରହସ୍ଥିତି ଉପରେ ଆଲୋଚନା କରିବା ଚାଲନ୍ତୁ। ଯେଉଁମାନଙ୍କର ଜନ୍ମରାଶି ଧନୁ, ସେମାନଙ୍କର ଜନ୍ମରାଶିଠାରୁ ଦ୍ୱିତୀୟରେ ଶନି, ତୃତୀୟରେ ରାହୁ, ପଞ୍ଚମରେ ବୃହସ୍ପତି, ସପ୍ତମରେ ମଙ୍ଗଳ, ନବମରେ କେତୁ, ଏକାଦଶରେ ରବି ଏବଂ ବୁଧ ଏହିପରି ଭାବରେ ନବଗ୍ରହ ଅବସ୍ଥାପିତ ହୋଇଛନ୍ତି। ଆମର ପ୍ରମୁଖ ଚାରୋଟି ଗ୍ରହ ଯେଉଁମାନେ ହେଲେ ଗୁରୁ, ଶନି, ରାହୁ, କେତୁ, ଯାହାଦ୍ୱାରା 2024 ବର୍ଷଟି ଆପଣଙ୍କର ବହୁତ ଭଲରେ କଟିଥିଲା ଏବଂ 2025 ମସିହା ମାର୍ଚ୍ଚ ମାସ ଯାଏଁ ମଧ୍ୟ ବହୁତ ଭଲରେ କଟିବ। କିନ୍ତୁ ମାର୍ଚ୍ଚ ମାସ 2025 ଠାରୁ ଏପ୍ରିଲ ଭିତରେ ସବୁ ଗ୍ରହମାନଙ୍କର ପୋଜିସନ୍ ଚେଞ୍ଜ ହୋଇଯାଉଛି, ଯାହା ହେତୁ ପରିସ୍ଥିତିରେ ପରିବର୍ତ୍ତନ ଘଟିବ। ରାଶି ପରିବର୍ତ୍ତନ ଫଳରେ ରାହୁ ମହାଗ୍ରହ ତୃତୀୟରୁ ଦ୍ୱିତୀୟକୁ, ଦେବଗୁରୁ ବୃହସ୍ପତି ପଞ୍ଚମରୁ ଷଷ୍ଠ ଭାବକୁ, କେତୁ ମହାଗ୍ରହ ନବମରୁ ଅଷ୍ଟମକୁ, ଶନି ଦ୍ୱିତୀୟରୁ ତୃତୀୟକୁ ଗମନ କରିବେ। ଯାହାଫଳରେ ପୈତୃକ ସମ୍ପତ୍ତି ଜନିତ ସମସ୍ୟା, କ୍ଷମତା ହସ୍ତାନ୍ତରରେ ଭୁଲ ବୁଝାମଣା, ସ୍ଥାୟୀ ଧନର କ୍ଷତି, ପରିବାର ବର୍ଗରେ ଅସନ୍ତୋଷ ଦେଖାଦେବାର ସମ୍ଭାବନା ରହୁଛି। ଏହା ସହିତ ଡାହାଣ ପଟ ଚକ୍ଷୁ ସମ୍ବନ୍ଧିତ ସମସ୍ୟା ବା ଯନ୍ତ୍ରଣା ଭୋଗ ହୋଇପାରେ। ଏହି ବର୍ଷ ସାରା ଅଧିକରୁ ଅଧିକ ଶାରୀରିକ ପରିଶ୍ରମ କରିବେ, କିନ୍ତୁ ଫଳ ପ୍ରାପ୍ତିରେ ଅହେତୁକ ବିଳମ୍ବ ଦେଖାଯିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବର୍ଷଟି ଭଲରେ ଯିବ ନାହିଁ। କଠିନ ପରିଶ୍ରମ ନ କରିବା ଦ୍ୱାରା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କଠିନ ହେବ। ପିତାଙ୍କ ସହିତ ମତାନ୍ତର ମନାନ୍ତର, କଳି ଝଗଡ଼ା ଦେଖାଦେଇପାରେ, ତେଣୁ ସେଥିପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ପୂଜାପାଠ ଓ ଧାର୍ମିକ ଅନୁଷ୍ଠାନରେ ଭାଗ ନିଅନ୍ତୁ। ନିଜର ଶକ୍ତି ମୁତାବକ ପୂଜାପାଠ କରିବା ସହିତ ଦୁଃଖୀ ରଙ୍କୀମାନଙ୍କର ସେବା କରନ୍ତୁ, ଯାହାଫଳରେ ସବୁ ଖରାପ ପରିସ୍ଥିତି ବଦଳିଯିବ। କୌଣସି ବି ଲିଟିଗେସନ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ। ଯାନବାହନରେ ଯାତାୟାତ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଆୟଠାରୁ ବ୍ୟୟର ପରିମାଣ ଅଧିକ ରହୁଥିବା ହେତୁ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ। ଅଯଥା ଧନ ଖର୍ଚ୍ଚଠାରୁ ବଞ୍ଚିବା ପାଇଁ ଧନବୃଦ୍ଧି ଯନ୍ତ୍ରର ପ୍ରୟୋଗ କରନ୍ତୁ। ଅଣ୍ଟା ତଳକୁ ଶରୀରରେ ହଠାତ୍ କୌଣସି ଆଘାତ ଲାଗିପାରେ, ତେଣୁ ଜଗି ରଖି ଚଳନ୍ତୁ। ନୂତନ ଯାନବାହନ କିମ୍ବା ପ୍ଲଟ୍, ଘର ଇତ୍ୟାଦି କିଣିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କରନ୍ତୁ। ବର୍ଷଟି ଭଲରେ ଯାଉନଥିବା ହେତୁ ଜଗି ରଖି ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ନିଜର ଜାତକ ଦେଖାଇ ଜାତକ ଅନୁସାରେ ଯଦି କିଛି ଖରାପ ଦଶା କିମ୍ବା ଅନ୍ତରଦଶା ଚାଲୁଥାଏ, ତେବେ ତାହାର ପ୍ରତିକାର କରିନିଅନ୍ତୁ।